श्रोता बंधु आमे पूजा कर सारा पर दिहा जोड़ी कहूने नमो ब्रह्मण्य देवाय गो ब्राह्मण हिताय च जगत हिताय कृष्णाय गोविंदाय नमो नमः। जगत हिताय मिशीगले कौन है जगद्धिताय जगत जगहिताय जगद्धिताय नमो ब्रह्मण्य देवाय गो ब्राह्मण हिताय च जगद्धिताय कृष्णाय गोविंदाय नमो नमः। अर्थात ईश्वर हेले गो प्रिय ब्राह्मण प्रिय हेले आमे परे बुझिबा ब्राह्मण किए। गो तो बुझीचे गो बोले खाली गाई नुह समस्त पशु को पक्षी को माने इतर आ मनीष ये उभय को जे भल पाती अर्थात स्रष्टा और सृष्टि। कालिदास गोटे लाइन ने कहते देव द्विज प्रसादेन देव द्विज प्रसादेन जुहाग्रे में सरस्वती राजा भोज को कालिदास ये धाटी कही देवता और द्विज बोले ब्राह्मण एमानक अनुग्रहरु एमानक दयारु एमानक आशीर्वादरु मोर जीभ घरे सरस्वती रहुछंती अतः अं सर्वं जानामि एणु सबु जाने। इट इज नॉट माय माइंड इट्स गॉड्स कल्याण। एटा मोर निजर बुद्धि विवेक नुह या देवींकर कल्याण। जयंती मंगला काली भद्र काली कपालिनी से जो भद्रा ये जो सुभद्रा हिताकांक्षिनी भद्रकाली से सरस्वती को से पूजा करुले। देव द्विज प्रसादेन एणु हे मोर श्रोता बंधु हे मोर भाई बंधु कुटुंब आम जदि देवता और द्विज आंकर अपराधी न होबा से माने हम कल्याण करेनि करें ना करें। तेणु से देव और द्विज कल्याण मु आज आपण मान सम्मुखें बाढ़ीदेवी 27 नक्षत्र और 12 राशि को नहीं लिखि प्रबंधर कियदंश आमे आलोचना करवा एवं शनिवार को नहीं 11 तारीख शनिवार 11 तारीख शनिवार सूर्य उदय हेबे 5:31 पर आउ अस्त हेबे 6:02 पर। सूर्य उदय हेबे 5:31 पर और अस्त हेबे 6:02 पर। मंद समय सकाळ 8:40 रु 10:14 जाए 8:40 रु 10:14 जाए। यहाँ आम जानिले ये अनुजाई प्रस्तुत हवा आम कार्य करवा यदि न करवा नहीं किए बाध्य करुचे तो पाप यह तो नियेनी जादृशी भावना जस्य सिद्धिर भवति तादृशी जार मन जेड़े तार प्रभु सेड़े। हाँ आमे कर्म करवा तो फल पाइबा। श्रीमद् भगवत गीतार लेखा है कर्मण्येवाधिकारस्ते हे मनीष तुमर कर्मर अधिकार अच्छी फल नहीं फलदाता मु। भागवत लेखा है कर्म करिव नाना मते फलिव कर्मर आयते। आमे जेमती कर्म करिबा सेमती फल पाइबा। ये जो ग्रह नक्षत्र एमाने फल एमान बा परीक्षक निरीक्षक संरक्षक एमाने आमर मन खाता को परीक्षा निरीक्षा करी संरक्षा करुछंती नंबर दौचंती। आसंतु मेष राशि खोजिबा 11 तारीख शनिवार मेष राशि 1:40 दिन 1:40 पर द्विजा नक्षत्र अशुभ
ଆଜି ମେଷ ରାଶିକୁ ଏକାଦଶସ୍ଥ ରାହୁ ବୁଧ ଓ ମଙ୍ଗଳ ସହାୟ ହେବେ। ଏମାନେ ଆଜି କର୍ମମୟ ଜୀବନରେ ଶାନ୍ତି ସୁଖ ଆନନ୍ଦ ପାଇବେ। ବୃତ୍ତି ବ୍ୟବସାୟ ସେବା ଆଦିରୁ କର୍ମାନୁସାରେ ଆୟ ଅମଳ କରି ସୁସ୍ଥ ଜୀବନଯାପନ କରିବେ। ଅବଶ୍ୟ ଆବଶ୍ୟକ ଠାରୁ ଟିକେ ଅଧିକ ପାଇବେ। ବୃତ୍ତି ବ୍ୟବସାୟ ସେବା ଆଦିରୁ ସେମାନେ ଯଥେଷ୍ଟ ଭଲ ପାଇବେ। ସେମାନେ କୌଳିକ ମୌଳିକ ଲୌକିକ ତଥା ବୌଦ୍ଧିକ ଆନନ୍ଦ ପାଇବେ। ଆଦୌ ସମସ୍ୟା ନାହିଁ କହିଲେ ଚଳେ। ନୂତନ ବନ୍ଧୁଙ୍କର ସମାଗମ ହେବ ବା ଆଜିକାଲି ଫୋନ୍ ହ୍ୟାଲୋ। 11 ତାରିଖ ଶନିବାର ବୃଷ ରାଶି ଦିନ 1:40 ପରେ ରୋହିଣୀ ନକ୍ଷତ୍ରର ଅଶୁଭ। ଆଜି ବାଧକ ଚନ୍ଦ୍ର ମାନେ ଭାରି ବାଧିବ। ସମସ୍ତଙ୍କ କଥା ସବୁ କାମର ଫଳ ଆଜି ଭାରି ବାଧିବ। ବାଧକ ଚନ୍ଦ୍ର ପୁଣି ବୃଷ ରାଶିର ଘାତ ବାର। ବୃଷକୁ ଆଜି ବୃହସ୍ପତି ରବି ଶନି ମଙ୍ଗଳଙ୍କର ପୂର୍ଣ୍ଣ କଲ୍ୟାଣ ଅଛି ବୋଲି ରକ୍ଷା ପାଇଯିବେ। ଶୁକ୍ର ବିବିଧ ସୁଖ ବ୍ୟବସ୍ଥା କରିବେ। ପ୍ରଶଂସା ଶୁଣି ଖୁସି ହେବେ। ସାଧାରଣ ଆୟ ଅମଳ ହେବ। ଆଉ ଟିକିଏ କେଉଁଠି ଭୁଲ ହୋଇଯିବ। ମନ ହା ହୁତାଶ ହେବ। ଅପମାନିତ ହୋଇପାରନ୍ତି। ପଡ଼ୋଶୀଙ୍କୁ ଜଗନ୍ତୁ। ସେମାନେ ଯେମିତି ନାକରେ କାଠି ପୂରେଇ ନ ଛିକନ୍ତୁ। ସବୁ ତ ଆପଣଙ୍କ ଇଚ୍ଛା ନା। କର୍ମ କରିବ ନାନା ମୋତେ ଟିକିଏ ପୂର୍ବରୁ ପ୍ରାୟ କହିଲି। 11 ତାରିଖ ଶନିବାର ମିଥୁନ ରାଶି ଦିନ 1:40 ପରେ ପୁନର୍ବସୁର ଅଶୁଭ। ଆଜି କେତୁ ରବି ଓ ଶନିଙ୍କ ସାହାଯ୍ୟ ପାଇ ବିଭିନ୍ନ ସମସ୍ୟାରୁ ମୁକ୍ତ ହେବେ। ଦୂରଯାତ୍ରା ପାଇଁ ଦିନଟି ପ୍ରଶସ୍ତ ନୁହେଁ। ଯଦି ଅତି ଜରୁରୀ ନାହିଁ ତେବେ ଘର ବାହାରକୁ ଯାଆନ୍ତୁ ନାହିଁ। କଳହ ହୋଇପାରେ। କିଛି ନା କିଛି ଦୁର୍ଘଟଣା ଘଟିପାରେ। ରୋଗ କବଳରୁ କେହି ରକ୍ଷା କରିପାରିବେନି। ଆଜି ଯନ୍ତ୍ରଣା ଜର୍ଜରିତ ଶରୀରକୁ ନେଇ ବ୍ୟଥା ବେଦନାରେ ଭାରି ହୋଇଯିବେ। କୌଣସି କାମ ଯଥା ସମୟରେ ହୋଇପାରିବ ନାହିଁ। ଆୟ ଅମଳ ପାଇଁ ବାଧା ବନ୍ଧନ ଅଛି। ମିଥୁନ ରାଶିର ଆଦୌ ଶୁଭ ଦିନ ନୁହେଁ। ଈଶ୍ୱରଙ୍କର ଶରଣାପନ୍ନ ହୁଅନ୍ତୁ ନା। 11 ତାରିଖ ଶନିବାର କର୍କଟ ରାଶି ଦିନ 1:40 ଅଶ୍ଳେଷା ନକ୍ଷତ୍ରର ଅଶୁଭ। କେବଳ ଚନ୍ଦ୍ରମା ଆଜି ଆପଣଙ୍କୁ ସୁରକ୍ଷା ଦେବେ। ଅନ୍ୟ କୌଣସି ଗ୍ରହଙ୍କର କଲ୍ୟାଣ ନାହିଁ, ଦୟା ନାହିଁ, ଅନୁଗ୍ରହ ନାହିଁ। ଆଜି ବିଧାତା ଆପଣମାନଙ୍କ ଗୋଠରେ ଏକ ଦୁଗ୍ଧବତୀ ଧେନୁ ବାନ୍ଧିଦେବେ। ଜାଣନ୍ତୁ, ଗାଈ ମୁହଁରେ କ୍ଷୀର ଯିଏ ଖୋଇ ପାରିବ ସେ ଦୁହିଁ ପାରିବ। ତା ଘରେ ଦୁଗ୍ଧର ବନ୍ୟା ଖେଳିବ। ମାନେ ଯିଏ ଯଥାର୍ଥ ବୁଦ୍ଧି ବିଦ୍ୟା ବିବେକ ଖଟାଇ ଉପଯୁକ୍ତ ଶ୍ରମ ବିନିଯୋଗ କରିପାରିବ ସେ ସହଜରେ ଧନଲକ୍ଷ୍ମୀଙ୍କୁ ନିଜ ଘରେ ଦେଖିବାକୁ ପାଇବ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ନୂତନ ଆୟ ପନ୍ଥାର ସନ୍ଧାନ ପାଇ ଖୁସି ହେବେ। କର୍କଟ ପାଇଁ ବଢ଼ିଆ ଦିନ। ଚେଷ୍ଟା କରନ୍ତୁ ନା, ଧନ ଆପେ ଆପେ ଆସିଯିବ। 11 ତାରିଖ ଶନିବାର ସିଂହ ରାଶିର ଦିନ 1:40 ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ। ସିଂହ ରାଶିର ଆଜି ଘାତ ବାର। ସିଂହ ରାଶି ପୁରୁଷଙ୍କର ଘାତ ଚନ୍ଦ୍ର। ଏଣୁ ସିଂହ ରାଶିର ପୁରୁଷମାନେ ଟିକେ ଫୁଙ୍କି ଫୁଙ୍କି ବାଟ ଚାଲନ୍ତୁ। ଚାରିଆଡ଼କୁ ଅନେଇ ପଦକ୍ଷେପ ନିଅନ୍ତୁ। ଭାବି ବିଚାରି ଚିନ୍ତା କରି କିଛି କାମ କରନ୍ତୁ। ସାବଧାନ। ଏଥିପାଇଁ କହୁଛି ଏହି ପୁରୁଷଗଣ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଏମାନେ ଜଗି ରଖି ଭାବିଚିନ୍ତି ଗୋଟି ଚଳାଇଲେ କଚ୍ଚେ ପୋବାର। ମାନେ ବିବିଧ ସାମାଜିକ ପାରିବାରିକ ପାରମାର୍ଥିକ ଆର୍ଥିକ ଲୌକିକ ମୌଳିକ ବୌଦ୍ଧିକ ଲାଭ କରିପାରିବେ। ଭାବିଚିନ୍ତି ସବୁ ପଦକ୍ଷେପ ନେଲେ କଚ୍ଚେ ପୋବାର ମାନେ ଖେଳରେ ଜିତିଯିବେ, ଡିଗ୍ରୀ ପାଇଯିବେ, କେସ୍ରେ ଡିଗ୍ରୀ ପାଇଯିବେ। ଦେହ ପା ଠିକ୍ ଠାକ୍ ରହିବ। ଏମାନଙ୍କୁ ଆଜି ବୃହସ୍ପତି ଚନ୍ଦ୍ର ଏଇ ଦୁଇ ବନ୍ଧୁ ସହାୟ ହେବେ। ମଙ୍ଗଳ ହେବ। ସିଂହର ଭଲ ଦିନ। କିନ୍ତୁ ସିଂହ ରାଶି ପୁରୁଷମାନେ ସାବଧାନ।
11 ତାରିଖ ଶନିବାର କନ୍ୟା ରାଶିର ଘାତବାର। ପୁଣି ଦିନ 1:40 ହସ୍ତା ନକ୍ଷତ୍ରର ଅଶୁଭ। ଏମାନଙ୍କୁ ମଙ୍ଗଳ ରାହୁ ଚନ୍ଦ୍ର ଦୟା କରିବେ। ଏମାନେ ଆଜି ମନ ଖୋଲା ହସ ହସିବେ। ଅବଶ୍ୟ କର୍ମ ଅନୁସାରେ ଦୈବ ସହାୟ ପାଇ ଆନନ୍ଦରେ ସମୟ କାଟିବେ। ଅଭାବରେ ପଡ଼ିବାର ପ୍ରଶ୍ନ ଉଠୁନି। ବିବିଧ ସୁଖ ସମୃଦ୍ଧି ପାଇ ଶାରୀରିକ ମାନସିକ ଶାନ୍ତି ଲାଭ କରି ଏମାନେ ମହା ଆନନ୍ଦରେ ଶନିବାରକୁ କଟେଇବେ। ଏବେ ଯିବା ତୁଳା ପାଖକୁ। 11 ତାରିଖ ଶନିବାର ତୁଳା ରାଶିର ବିଶାଖା ନକ୍ଷତ୍ରର ଦିନ 1:40 ଅଶୁଭ। ରବି ଶନି ଗୁରୁ ଓ କେତୁଙ୍କ ଆଶୀର୍ବାଦ ଅଛି ବୋଲି ହେବାକୁ ଥିବା କଷ୍ଟ ଅନର୍ଥରୁ ରକ୍ଷା ମିଳିଯିବ। ତଥାପି ହୁସିଆର ରହିଲେ ନିଜ ପାଇଁ ଭଲ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଦୂରଯାତ୍ରା ନ କଲେ ବହୁତ ଭଲ। ପ୍ରିୟଜନଙ୍କ ଗହଣରେ ସମୟ କାଟିଲେ ବି କେହି ସହାୟ ହେବେନି। ଅବଶ୍ୟ ଟିକିଏ ବିଳମ୍ବରେ ସ୍ୱାଦିଷ୍ଟ ଆହାର ମିଳିବ। ଥିବା ପୁରୁଣା ରୋଗ ଆଜି ଉତ୍ପାତ କରିବ, ବହୁତ କଷ୍ଟ ଦେବ। ଘରର ଆସବାସ ପତ୍ର ନଷ୍ଟ ହୋଇଯିବାର ଭୟ ଅଛି। ତୁଳା ପାଇଁ ନା ଭଲ ଦିନ ନୁହେଁ। 11 ତାରିଖ ଶନିବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ଦିନ 1:40 ଅଶୁଭ। ଏମାନେ ଆଜି ଭ୍ରାତୃ କଳହରେ ଲିପ୍ତ ରହିବେ। ଭାଇ ଭାଇ ବା ଭାଇ ଭଉଣୀ ମଧ୍ୟରେ ଝାମେଲା ହୋଇପାରେ। ଶତ୍ରୁ କେଉଁଠି ଥାଏ କି? ମା ପେଟରେ ବା। ଏ ଯୁଗ ଦେଖୁନ, ସେ ଦିନ ଥିଲା। ଗାଈ ଖାଦ୍ୟ, ବାଘ ଖାଦକ। ବଉଳାକୁ ବୁଝିଲା, ତାକୁ ଅନୁମତି ଦେଲା, ଯା ତୋ ପୁଅକୁ କ୍ଷୀର ଦେଇ ଆସିବୁ, ଶୀଘ୍ର ଆସିବୁ। ବଉଳା ଠିକ୍ ସେୟା କଲା, ବୁଝଉଥିଲା। ବାଘ ଛପି ଛପି ଆସି ଶୁଣିଲା ବଉଳା କ'ଣ ତା ପୁଅକୁ କହୁଛି। ତାପରେ ବାଘ ଖୁସିରେ କହିଲା, ନାଇଲୋ ମା, ତୋତେ କୋଟି ଜୁହାର। ତୁ ତ ଦେବୀ ସମାନ। ତୁ ତୋ ପୁଅ ପାଖରେ ଥା, ମୁଁ ମୋ ଘରକୁ ଯାଉଛି। ଦିନ ଥିଲା ଏମିତିଆ ସତ୍ୟ ଯୁଗରେ। ଏ କଳି ଯୁଗରେ ବାପା ତଣ୍ଟି ପୁଅ କାଟୁଛି। ପୁଅ ତଣ୍ଟିକୁ ବାପା। ସ୍ୱାମୀ ସ୍ତ୍ରୀଙ୍କର ଯେଉଁ କଟାକଟି, ସେ କଥା କାନ ଆଖି କେହି ବୁଝିପାରୁନାହାନ୍ତି। ଆଉ ଭାଇ କଥା ପଚାରେ କିଏ? ଘୋର କଳି। ସାବଧାନ। ବିଛା ରାଶିର ଲୋକେ ଆଜି ଭ୍ରାତୃ କଳହରେ ଲିପ୍ତ ରହିବେ। ଭାଇ ଭାଇ ବା ଭାଇ ଭଉଣୀ ମଧ୍ୟରେ ଝାମେଲା ହୋଇପାରେ। ଦୈନନ୍ଦିନ ବୃତ୍ତି ବଢ଼ିଆ ଶୁଭ ଦେବ, ଲାଭ ଦେବ ଓ ବଢ଼ିଆ ଆୟ ହେବ। ଆର୍ଥିକ ମାନଦଣ୍ଡ ସୁଦୃଢ଼ ରହିବ। ରୁଚିକର ଭୋଜନ, ଆରାମଦାୟୀ ଶଯ୍ୟା ମିଳିବ। ମିଷ୍ଟାନ୍ନ କରିପାରନ୍ତି। ଚାକିରି ପାଇଁ ଚେଷ୍ଟା କରୁଥିବା ଯୁବକ ଯୁବତୀ ଆଜି ସୁଯୋଗ ପାଇବେ। ନୂଆ କେଉଁଠି ବ୍ୟବସ୍ଥା ହେବ। ଆୟ ଅମଳ ପାଇଁ ଦ୍ୱାର ପ୍ରଶସ୍ତ। କଥାଟା ନାହିଁ, ଢିଆ ହିଁ ବୁଣିଥିଲେ ବସିକିରି ଖାଇ। ଆଜି ଆପଣଙ୍କର ସେଇଆ। କର୍ମ କରନ୍ତୁ, ଉତ୍ତମ ଫଳ ପାଇବେ। 11 ତାରିଖ ଶନିବାର ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ଦିନ 1:40 ଅଶୁଭ। ଆଜି ଧନାଗମ ହେବ। ଦୈନିକ ପେଟ ପାଟଣା ପାଇଁ କରୁଥିବା ବୃତ୍ତି ବେଉସାର ଉନ୍ନତି ହେବ। ମାତ୍ର କୌଣସି ଅକୁହା ବେଦନା ମନକୁ ଆନ୍ଦୋଳିତ କରିବ। ମନ ଆକୁଳ ବ୍ୟାକୁଳ ହେବ। ଏମାନଙ୍କ ଉପରେ ରାହୁ ମଙ୍ଗଳ ଶୁକ୍ର ପ୍ରସନ୍ନ ଅଛନ୍ତି। ଏଣୁ ସମସ୍ୟା ଗୁରୁତର ହେବନି। ଦେହ ଠିକ୍ ଠାକ୍ ରହିବ। ମନ ଘର ଧରିବନି। ଏଣୁ ବୃତ୍ତି ବେଉସା ମାନ୍ଦାରେ ଚାଲିବ। ଖାଦ୍ୟ ରୁଚିକର ହେବନି। ମନର ମୂଳେ ଜଗତ, ମନ ତୋହର ନିଜ ଗୁରୁ। ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ, ଏହି ମନ ବଦ୍ରୀନାଥ, ପୁରୀ ବାରଣାସୀ। ମନ ମନରେ ଏବେ ଆମେ ବୁଝିବା ମକର କଥା।
11 ତାରିଖ ଶନିବାର ମକର ରାଶି ଶ୍ରବଣ ନକ୍ଷତ୍ରର ଦିନ 1:40 ଅଶୁଭ। ମକର ରାଶି ଶ୍ରବଣ ନକ୍ଷତ୍ରର ଦିନ 1:40 ଅଶୁଭ। ମକର ପାଇଁ ରବି, ଶନି, ଶୁକ୍ର, ବୃହସ୍ପତି ଶୁଭ ଚିନ୍ତା କରୁଛନ୍ତି। ଆଜି ଶନିବାର, ଚନ୍ଦ୍ରମା ବି ଶୁଭ ଚିନ୍ତକ ହେବେ। ଶାରୀରିକ ସମସ୍ୟା ସମ୍ପୂର୍ଣ୍ଣ ମୁକ୍ତ ହେବେ। ଶାରୀରିକ ସମସ୍ୟା ଘେରରୁ ସମ୍ପୂର୍ଣ୍ଣ ମୁକ୍ତ ହେବେ। ଦେହ ରୋଗମୁକ୍ତ ହେଲା ଭଳି ଲାଗିବ। ଦେହ ମନକୁ ବଳ ଆସିବ। ଆଜି ମନ ଲାଖି କୌଳିକ, ମୌଳିକ, ବୌଦ୍ଧିକ, ପାରିବାରିକ, ଆର୍ଥିକ ସୁଖ ଓ ଶାନ୍ତି ପାଇବେ। ଅସୁବିଧା କୌଣସି କ୍ଷେତ୍ରରେ ବି ହେବନି। ତୁମର କର୍ମ ପାଇଁ ତୁମେ ଆଜି ପ୍ରଶଂସିତ ହେବ। ଶନିବାର 11 ତାରିଖ କଥା କହିଲି। ଏବେ 11 ତାରିଖ ଶନିବାର କୁମ୍ଭ ରାଶିର 1:40 ଠାରୁ ପୂର୍ବ ଭାଦ୍ର ନକ୍ଷତ୍ରର ଶୁଭ। ଦିନଟି ସବୁ ଦିଗରୁ ହାନିକାରକ। କୁମ୍ଭର ଭଲ ଦିନ ନୁହଁ। ମାନସିକ, ଶାରୀରିକ, ଆର୍ଥିକ ଅସୁବିଧା ଘନେଇ ଆସିବ। ବିବିଧ ରୋଗ ବହୁ ଯନ୍ତ୍ରଣା ଦେବ। ଶାନ୍ତି ବ୍ୟାହତ ହେବ। ଦୂରଯାତ୍ରା ମନା। ବନ୍ଧୁଙ୍କ ସହ ଆଗେ ମତାନ୍ତର, ତାପରେ ମନାନ୍ତର ହେବ। ଏକ କଷ୍ଟପୂର୍ଣ୍ଣ ଜୀବନ ଯାପନ କରିବାକୁ ପଡ଼ିବ କୁମ୍ଭ ରାଶିର ଜନତାଙ୍କୁ ଶନିବାର ଦିନ। 11 ତାରିଖ ଶନିବାର ମୀନ ରାଶି 1:40 ଠାରୁ ରେବତୀ ନକ୍ଷତ୍ରର ଶୁଭ। ମାତ୍ର ମୀନ ରାଶିଆଙ୍କୁ ଆଜି ବିଧାତା ଏକ ସୁନା ଅଣ୍ଡା ଦିଆ କୁକୁଡ଼ା ଧରାଇ ଦେବେ। ତାହାର ଯତ୍ନ ନେଇପାରିଲେ ଧନ ଧାନ୍ୟ ଗୋପ ଲକ୍ଷ୍ମୀରେ ଘର ପୂରିଯିବ। ଅଭାବ ରହିବନି। କହିବା କଥା ଏହା ଯେ ସମୁଚିତ ବୁଦ୍ଧି, ବିବେକ, ଶ୍ରମର ସୁବିନିଯୋଗ କରନ୍ତୁ ନା। ଚଳଚଞ୍ଚଳ ରୁହନ୍ତୁ। ଦାହିକ, ମାନସିକ, ଆର୍ଥିକ, ପାରିବାରିକ, ସାମାଜିକ, ଲୌକିକ ସୁଖ ପାଇ ଜୀବନ ଉପଭୋଗ କରିବେ, ମଜା କରିବେ। ମୀନ ରାଶି ପାଇଁ ଆଜି ଧନ ଧାନ୍ୟ ଆଦି ମିଳିବ। ଖାଦ୍ୟପେୟ ମିଳିବ। ସବୁ ଦିଗରୁ ମଙ୍ଗଳ ହେବ। ବନ୍ଧୁ, ଆପଣଙ୍କର ମୀନ ରାଶି କି? ଯଦି ହଁ, ତାହେଲେ ମଜା। ରହିଲି, ନମସ୍କାର।